ତ ସତରେ କ'ଣ ଟିକେ କୌଣସି କି ବଳି ଦେଉଥିଲା ନା ଆଉ କିଛି ରହସ୍ୟ ଲୁଚି ରହିଛି ଯେଉଁଟାକି ମୁଁ ଜାଣିପାରୁନି। ତ ଏ କସାର ଏବେ ବନ୍ଦ ପଡ଼ିଛି କ'ଣ ପାଇଁ? ତ ମୁଁ ଆଜି ପହଞ୍ଚିଛି ନୀଳଗିରି ପାହାଡ଼ରେ, ଯେଉଁଠିକି ରହସ୍ୟମୟ ପାହାଡ଼। ତ ମୋତେ ଏମିତି ଫିଲ୍ ହେଉଛି ନା କିଛି ଏମିତି ରହସ୍ୟ ଲୁଚି ରହିଛି, ମୁଁ ଜାଣିବାକୁ ଚାହୁଁଛି। ତ ଏ ଖଣିରେ ସତରେ କ'ଣ ବଳି ଦିଆଥିଲା ନା ଆଉ କିଛି ଅଛି? ମୋତେ ଜାଗାଟା ତ ଏମିତି ଲାଗୁଛି ଯେମିତିକି ସତରେ ରିଏଲିଷ୍ଟରେ ବହୁତ କିଛି ଖରାପ କାମ ହେଇଛି ଜାଗାରେ। ତ ପାହାଡ଼ ଉପରେ ଏତେ ହାଇଟ୍ ଉପରେ ଏଠି କିଏ ଗୋଟେ କୌଣସି କି ବଳି ଦେଉଛି ନା ଆଉ କିଛି ଏଠି ଗୋଟେ କ'ଣଟେ ବନାଯାଇଛି? ତ ଏତେ ବଡ଼ ଜାଗାରେ ଏଠି କ'ଣ ଠାକୁର ପୂଜା ହେଉଛି ନା କିଛି? ତ ଏତେ ବଡ଼ ମାର୍ବୁଲ ଖଣି ଏବେ ବନ୍ଦ ଅଛି କ'ଣ ପାଇଁ? ରହସ୍ୟ କ'ଣ? ଜୟ ଜଗନ୍ନାଥ ବ୍ୟାକ୍ ପାଇଁ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ବ୍ଲଗ୍ଟି ଶୁରୁ ଦେଖିପାରୁଥିବେ। ଏଇ ଲୋକେସନ୍ ହେଉଛି ପାହାଡ଼। ଆଜି ଆମେ ଆସିଛୁ ପାହାଡ଼ ଉପରେ। ଦେଖନ୍ତୁ ଗାଡ଼ି ପଛରେ ଅଛି। ତ ଆମେ ଯାଉଛି ପାହାଡ଼ ଚଢ଼ିବା ପାଇଁ ଆସିଛୁ। ମୋ ମାଉସୀ ଘରକୁ ବୁଲିବା ପାଇଁ ଆସିଥିଲି। ତ ମୁଁ ଯାଉଛି ପାହାଡ଼ ଆସିଛି ଟିକେ ବୁଲିବା ପାଇଁ, ତାଙ୍କ ହୁଡ଼ି ବୁଲିକି ଦେଖିକି ଯିବା। ତାଙ୍କ ରାସ୍ତା ଦେଖନ୍ତୁ, ପାହାଡ଼କୁ ଆଉ ଚଢ଼ିବା ପାଇଁ। ଦେଖିବା ଚାଲନ୍ତୁ ପାହାଡ଼ର କେମିତି କ'ଣ ମଜା ରହୁଛି, ଆପଣମାନଙ୍କ ସହ ସେୟାର କରୁଛି। ଚାଲନ୍ତୁ ଦେଖିବା ଆଜି। ଦେଖନ୍ତୁ ଆମ ହୁଡ଼ି ବୁଲିବା ପାଇଁ ଆସିଛୁ ଆଜି। ତ ମାଉସୀ ପୁଅର ଆଉ ତାପସର ମୋର ଆସୁଛୁ ଆଜି। ଏଇଟା ତାଙ୍କ ଛୋଟ ଗୋଟେ ବଡ଼ ପାହାଡ଼, ସେପଟ ସେଇଠି ବଡ଼ ପାହାଡ଼ଟେ। ଦେଖନ୍ତୁ ଏମିତି କିଛି ତାଙ୍କ ହୁଡ଼ିଟା। ଦେଖନ୍ତୁ ତାଙ୍କ ହୁଡ଼ିରେ ଆସି ବୁଲୁଛି ଆଜି। ଯିବା ଟିକେ ଭିତରୁ ଦେଖି ବୁଲିକି ଆସେ। ହୁଡ଼ିରେ କ'ଣ ଦେଖିବା ହେଇଛି? ଏଇଟା ହେଉଛି ନା ସଫେଇଦା ଗଛ କି କିଛି ଅଛି ନା ଖାଇବା ପାଇଁ? ଦେଖିବା ଚାଲନ୍ତୁ ଖାଇବା ପାଇଁ କିଛି ମିଳୁଛି କି ନାହିଁ ହୁଡ଼ିଆ ପାହାଡ଼ ଭିତରେ। ଏଟା ହେଉଛି ଗୋଟେ ପାହାଡ଼ ଉପରେ ଗୋଟେ ଖଣିଟେ ଛୋଟିଆଟେ ଅଛି। ଦେଖନ୍ତୁ ଏଇ ଖଣିଟେ, ଏଟା ଗୋଟେ ମାର୍ବୁଲ ଫାର୍ବୁଲ କଟା ହେଉଛି। ଦେଖ ମାର୍ବୁଲ ଫାର୍ବୁଲ ସବୁ ଏଇ ପଥରରେ କେତେ ବଡ଼ ବଡ଼ ଦେଖ ପଥର ସବୁ ଲାଷ୍ଟିଂ କରାହେଇଛି। ଦେଖୁଛ ନା କୁଆଡ଼େ? ହାଏ ଦେଖ ତା ଯେଉଁ ବ୍ଲାଷ୍ଟିଂ ବଗେରା ହେଉଛି ସେ ଖଣିଟା ଏଇପଟେ ଦେଖ ମାର୍ବୁଲ ପଥର ଯାହା ବି କିଛି ଗ୍ରେନେଡ୍ ବଗେରା ବାହାରୁଛି ଏଇ ସାଇଡ଼ରୁ। ତାଙ୍କ ଦେଖ ହାଏ ତାଙ୍କ ଛୋଟିଆ କସରଟେ ଗୋଟେ ଅଛି। କେତେ ବ୍ଲାଷ୍ଟିଂ ଚାଲିଛି ଏପଟ ସାଇଡ଼ରେ। ଏବେ ଫିଲହାଲ ବନ୍ଦ ଅଛି ବ୍ଲାଷ୍ଟିଂ। ଦେଖନ୍ତୁ ବହୁତ ସାରା ପାହାଡ଼ କଟା ହେଇଛି। ସେଗୁଡେ ଫଟୋ ହଉଛି। ଦେଖ ହାଇଟ୍ ବ୍ଲାଷ୍ଟିଂ କରାଉଛି ଏଇଠି। ଏଇଟା ଯୋଉ ବ୍ଲାଷ୍ଟିଂ ହଉଛି ଏଇଟା, ଆଉ ହେଇଟା ଗୋଟେ ଛୋଟିଆ ଖଣିଟା ହେଇ। ଦେଖିଲେ ନା ତ ବୁଲି ତ ଆସୁଛୁ। ପାହାଡ଼ ଉପରୁ ଚଢ଼ିବ ନା ଉପରକୁ ଯିବା। ଉପରକୁ ଯାଇ ଗୋଟେ ରିଲ୍ସ ଫିଲ୍ 2-3ଟା ବନେଇବା। ଖାଲଟାରେ ଆସୁଛନ୍ତି ରିଲ୍ସ 2ଟା ବନେଇକି ଯିବା ନା ଆଉ। ବହୁତ ବଡ଼ ପାହାଡ଼ ଭାଇ, ବହୁତ ବଡ଼ ପାହାଡ଼। କାଇଁ ଦେଖିଆ କାନ କୋଳି ଗଛ। ଏଇଟା ଗୋଟେ ଖଣିରେ ଛୁଟିଆରେ ଏପଟରେ ନୀଳଗିରି ସାଇଡରେ ଯୋଉ ବଡ଼ ଦେଖନ୍ତୁ ପାହାଡ଼ ଉପରେ ଗୋଟେ ଠାକୁର ଆମେ ଦେଖିତେ ପାଇଲେ। ଦେଖନ୍ତୁ ଏଇ ଠାକୁର ଗୋଟେ ଆପଣଙ୍କୁ ଦେଖଉଛି। ଦେଖନ୍ତୁ ଏଇଟା ଗୋଟେ ଛୋଟିଆ ଠାକୁର ଗୋଟେ ବନା ହେଇଛି। ଏଇଟା କି ଠାକୁର ନା କ'ଣ? ନାଗ ଆମ ମାଉସୀ ପୁଅ କହୁଛି ନାଗିନ ଠାକୁର, ନାଗ ଠାକୁର ବୋଲି। ଯିବାର ବୋଲେ ଦେଖନ୍ତୁ ଠାକୁର ପୂଜା ହେଇକି 2-3ଟା ଘୋଡ଼ା ଆଉ ହାତୀ ବି ଅଛି। ଘୋଡ଼ା ହାତୀ ନା ଘୋଡ଼ା ହାତୀ ପୂଜା ପାଉଛନ୍ତି। ଚାଲନ୍ତୁ ଟିକେ ଭଲରେ ବୁଲି ବୁଲାକି ପଳେଇବା। ଆମେ ବେଶୀ ରାତି ମଧ୍ୟ ରହିବାନି ଏଠି। ତ ସକାଳ ବି 6-7 ରାତି ବସିଲାଣି। ଦେଖନ୍ତୁ ଠାକୁର ଆପଣ କ୍ଲିୟର ନାଗ ଠାକୁର କହୁଛନ୍ତି। ନାଗ ଠାକୁର ପୂଜା କରାଯାଉଛି ଏପଟେ। ହାତୀ ଆଉ ଘୋଡ଼ା କ'ଣ ଏମିତି ଦିଆହେଇଛି ଠାକୁରଙ୍କୁ। ଏମିତି କ'ଣଟେ ବନ୍ଧା ହେଇଛି କ'ଣ କହୁଥିପାଇଁ ମୁଁ ଜାଣିନାହିଁ। ସେଠି ରହିବାଟା ବେଶୀ ଟାଇମ୍ ଠିକ୍ ନୁହଁ। ତ ପଳେଇବା ଆମେ ସେପଟେ ସାଇଡ଼୍କି। ଏପଟ ସାଇଡ଼୍ରେ ପାଇଁ ପୂଜା ଫଟୋ ହେଇଛି। ଆମେ ରହିବାନି ସେତେ ଟାଇମ୍। ସେପଟ ସାଇଡ଼୍ରେ ଲୋକେସନ୍ ବହୁତ ବଢ଼ିଆ ଅଛି। ଆପଣ କ୍ଲିୟର ଦେଖାଉଛି ଯାଇକି।
लोकेशन चेक करो भाई लोकेशन चेक करो आपको प्रॉपर जो पहाड़ ऊपर गोटे व्यू आसे तो सही भट आपको देखा ये जो गोटे खणी अच्छी बड़ खणीटे देख ब्लास्टिंग जो जो मार्बल वगैरह तैयारी हुए जहाँ किसी से पत्थर जो फटाई अच्छे मुझे देखा आप देखते ये देखो ये हूँ सही पत्थर जो तार मार्बल तैयारी हो जाए ये हूँ सही जिनस ही देखे गड्ढे गड्ढे पत्थर जो कटा है कि अच्छे देख देखिए ना लोकेशन ये देखो केते बड़ पत्थर पड़ी आपण मैंने मोबाइल छोट देखा तो साइज रे बहुत बड़ ये गोटे पत्थर ये पत्थर देखे मेघ हो सब पानी ठिया कौनटा देख भाई ये पूरा लोकेशन चेक कर एमती किसी है देखुन जो पहाड़ है एबा कौन कटा है ना से भाई अच्छी ये मार्बल जो हुए ना ये देखो ये मार्बल डिजाइन देखो तो मार्बल वाला देखा ना तो ये सब मार्बल हुए कटा हुए मार्बल तापर हुए एमती देखो ये सब कटा कटी कटा है मार्बल साइज यहीटा पूरा से माइनिंग से मार्बल जो माइनिंग टाइप रहा एबे किसी केस सब बंद अच्छी पूरा माइनिंग टावर लाइटा देखो तो भी हो